ଟିକେ ଟିକେ କଥାରେ ରାଗ ଆସିଯାଉଛି। ଯେତେ ଚେଷ୍ଟା କଲେ ମଧ୍ୟ ରାଗକୁ ନିୟନ୍ତ୍ରଣରେ ରଖି ହେଉନାହିଁ। ତ ଆପଣମାନେ ତ ଜାଣିଥିବେ ଅତ୍ୟଧିକ ରାଗିବା ବା ଅତ୍ୟଧିକ କ୍ରୋଧ କରିବା ମଣିଷ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ। ତ ଆପଣମାନଙ୍କ ସହିତ ଆଜି ଏହି ସୁନ୍ଦର ଭିଡ଼ିଓଟିରେ ମୁଁ ଏମିତି କିଛି ଟିପ୍ସ ସେୟାର କରିବାକୁ ଚାହୁଁଛି ଯାହାକୁ ଆପଣମାନେ ଫଲୋ କରିକି ଆପଣଙ୍କ ରାଗକୁ ନିୟନ୍ତ୍ରଣରେ ରଖିପାରିବେ। ସେଥିପାଇଁ ଆପଣମାନଙ୍କୁ ମୁଁ କହିଥିବା ସମସ୍ତ ଟିପ୍ସକୁ ଫଲୋ କରିବା ପାଇଁ ପଡ଼ିବ। ଥରେ ଫଲୋ କରିକି ଦେଖନ୍ତୁ ଆପଣଙ୍କ ରାଗ ଆପଣମାନେ କେମିତି କମେଇ ପାରିବେ ଜାଣିପାରିବେ। ପ୍ରଥମ ଟିପ୍ସ ହେଉଛି ଆପଣମାନଙ୍କୁ ଯଦି କୌଣସି କଥାରେ ଅତ୍ୟଧିକ ରାଗ ଆସିଯାଉଛି ତେବେ ସେହି ସମୟରେ ଆପଣଙ୍କ ପାଖରେ ଥିବା ଅଦରକାରୀ ନ୍ୟୁଜ୍ ପେପର ହେଉ କିମ୍ବା ପେପର ହେଉ ସାଧା କାଗଜ ହେଉ ଯାହା ଆପଣଙ୍କର ଦରକାର ନାହିଁ ତ ସେଇ ସବୁ କାଗଜ ପେପର ଏସବୁକୁ ଆପଣମାନେ ଚିରି ଦିଅନ୍ତୁ। ଯଦି ଆପଣମାନେ ଖବରକାଗଜ କିମ୍ବା ଅଦରକାରୀ ପେପର କାଗଜ ଏସବୁକୁ ଯଦି ଚିରି ଦେବେ ରାଗ ସମୟରେ ତେବେ ଆପଣଙ୍କ ରାଗ ବ୍ୟକ୍ତି ଉପରେ ଅଧିକ ନ ରହି ଆପଣମାନେ ଯେଉଁ କାଗଜ ଚିରିବା ଦ୍ୱାରା ନିଶ୍ଚୟ ଭାବରେ ନିୟନ୍ତ୍ରଣ ହେବ। ନମ୍ବର ଟୁ ହେଉଛି ଯେତେବେଳେ ଆପଣମାନଙ୍କୁ ଅତ୍ୟଧିକ ରାଗ ଆସୁଛି ସେହି ସମୟରେ ଆଇନାକୁ ଦେଖିକି ଟିକେ ମୁହଁକୁ ଦେଖନ୍ତୁ, ନିଜ ଚେହେରାକୁ ଦେଖନ୍ତୁ। ଆପଣମାନେ ଯେତେବେଳେ ଅଧିକ ରାଗିଥିବେ ବଡ଼ ମିରର ଥିଲେ ବଡ଼ ମିରର ଆଗରେ ଛିଡ଼ା ହେଇଯାଆନ୍ତୁ କିମ୍ବା ଛୋଟ ମିରର ଥିଲେ ଆପଣଙ୍କ ଫେସ୍କୁ ଦେଖନ୍ତୁ। ଆପଣମାନେ ରାଗିବା ସମୟରେ କେମିତି ଲାଗୁଛନ୍ତି ନିଶ୍ଚୟ ନିଜକୁ ଯଦି ଆପଣମାନେ ରାଗ ସମୟରେ ଆଇନାରେ ଦେଖିବେ ତେବେ ନିଶ୍ଚୟ ଆପଣଙ୍କର ରାଗ କଣ୍ଟ୍ରୋଲ କିଛି ମାତ୍ରାରେ ହୋଇଯିବ। ନମ୍ବର ଥ୍ରୀ ହେଉଛି ଆପଣମାନଙ୍କୁ ଯେଉଁ ସମୟରେ ଅଧିକରୁ ଅଧିକ ରାଗ ଆସୁଛି ସେହି ସମୟରେ ଆପଣ ଏକ ଖାତା ନିଅନ୍ତୁ, ନୋଟ୍ ଖାତା ନିଅନ୍ତୁ କିମ୍ବା ଆପଣମାନଙ୍କ ପାଖରେ ହ୍ୱାଟ୍ସଆପ୍ ଥିବ କିମ୍ବା ମେସେଜ ବକ୍ସ ଥିବ। ଆପଣମାନେ ସେଥିରେ ଆପଣଙ୍କ ମନର କଥା ଯାହା ରାଗିକି କହିବାକୁ ଚାହୁଁଛନ୍ତି ଅନ୍ୟକୁ ସେଇ କଥା ଗୁଡ଼ିକ ଆପଣମାନେ ଚାଟିଂ ଦ୍ୱାରା ଲେଖିଦିଅନ୍ତୁ। କାହାକୁ ସେଣ୍ଡ କରିବେନି, ଆପଣମାନେ ନିଜେ ନିଜକୁ ହିଁ ସେଣ୍ଡ କରିବେ, ଅନ୍ୟ କାହାକୁ ସେଣ୍ଡ କରିବେ ନାହିଁ। କେବଳ ନିଜେ ରଖିବେ ଲେଖିକି ମେସେଜ ବକ୍ସରେ ଲେଖିବେ କିମ୍ବା ହ୍ୱାଟ୍ସଆପ୍ ଚାଟିଂରେ ଲେଖିବେ କିମ୍ବା ନିଜେ ଏକ ନୋଟ୍ ଖାତାରେ ଲେଖିବେ। ଯାହା କିଛି କହିବାକୁ ଚାହୁଁଛନ୍ତି ରାଗ ସମୟରେ ସେସବୁକୁ ଯଦି ଲେଖିଦେବେ ତେବେ ନିହାତି ଭାବରେ ଆପଣଙ୍କର ରାଗ ନିଶ୍ଚୟ 80% କଣ୍ଟ୍ରୋଲ ହେଇଯିବ। କାରଣ ଆପଣଙ୍କ ରାଗରେ ଯାହା କିଛି କହିବାକୁ ଚାହୁଁଥିଲେ ସେସବୁକୁ ଆପଣମାନେ ପରିପ୍ରକାଶ କରିଦେଲେ। ନୋଟ୍ରେ ହଉ ଚାଟିଂରେ ହଉ କିମ୍ବା ମେସେଜରେ ହଉ କାହାକୁ ପଠେଇବେନି କିନ୍ତୁ ନିଜକୁ ନିଜେ ଲେଖିବେ ଯାହାଦ୍ୱାରା ରାଗକୁ ଆପଣମାନେ କଣ୍ଟ୍ରୋଲ କରିପାରିବେ। ତାପରେ ହେଉଛି ନମ୍ବର 4 ହେଉଛି କ୍ରୋଧ ଆସିବା ସମୟରେ ଘରେ ଥିବା ଠାକୁରଙ୍କର ଫଟୋକୁ ଟିକେ ଦେଖନ୍ତୁ। ଠାକୁରଙ୍କର ଫଟୋକୁ ଦେଖିଦେଲେ ଆପଣଙ୍କର ନିଶ୍ଚୟ ରାଗ କଣ୍ଟ୍ରୋଲ ହେଇଯିବ। ଆପଣମାନେ ନିଜେ ଜାଣିପାରିବେ ଯେ ଆପଣମାନେ କିଏ, ମାନେ ଆପଣମାନେ କ'ଣ ପାଇଁ ଏମିତି ରାଗୁଛନ୍ତି। ରାଗ, ରୁଷା, ହିଂସା ଏସବୁ କରିବା କିଛି ବି ଜରୁରୀ ନୁହେଁ, ଆପଣମାନଙ୍କ ପାଇଁ ହିଁ ଖରାପ ହୋଇଥାଏ। ତ ଆପଣମାନେ ଯଦି ଠାକୁରଙ୍କ ମୁହଁକୁ ଥରେ ଚାହିଁଦେବେ ତେବେ ନିହାତି ଭଗବାନଙ୍କ ଫଟୋ ଚିତ୍ରକୁ ଟିକେ ଚାହିଁଦେବେ, ଦେଖିବେ ରାଗ କେତେ ମାତ୍ରାରେ ଆପଣମାନଙ୍କର କମିଯିବ। ଏହା ନିହାତି ସତ୍ୟ କଥା ଅଟେ। ଆଉ ଗୋଟେ ସବୁଠାରୁ ବେଷ୍ଟ ଟିପ୍ସ ହେଉଛି ଆପଣମାନେ ସେ ସମୟରେ ନମ୍ବରକୁ ଓଲଟା ଗଣନ୍ତୁ। ଯେମିତିକି 1ରୁ 10 ସଂଖ୍ୟା ନେବେ ତ 10ରୁ ଓଲଟା ଗଣିବେ। ଠିକ୍ ଅଛି। ଯେମିତିକି ପ୍ରଥମେ ହେଉଛି 9, ତାପରେ 8, 7, 6, 5, 4, 3, 2, 1, 0। ତ ଏମିତି ଆପଣମାନେ ଓଲଟା ଗଣିବେ। ଠିକ୍ ଅଛି। ଓଲଟା ଗଣିବା ଦ୍ୱାରା ନମ୍ବର ଓଲଟା ଗଣିବା ଦ୍ୱାରା ଆପଣମାନଙ୍କର ମାଇଣ୍ଡ ସେ ଗଣିବାରେ ରହିଯିବ, ନମ୍ବର ଉପରେ ରହିବ। ରାଗକୁ ସେ ସମୟରେ ଆପଣମାନେ କଣ୍ଟ୍ରୋଲ କରିପାରିବେ। ତ ଏଇ ଟ୍ରିକ୍ସଟା ନିହାତି ଆପଣମାନେ ଟ୍ରାଏ କରିକି ଦେଖନ୍ତୁ। ଏବଂ ନମ୍ବର 6 ହେଉଛି ସବୁଠାରୁ ବଢ଼ିଆ ଟିପ୍ସ। ତ ଆପଣମାନେ ସେ ସମୟରେ ଶାନ୍ତ ମ୍ୟୁଜିକ୍ ବା କୁଲ୍ ମ୍ୟୁଜିକ୍ ବା କାମ୍ ମ୍ୟୁଜିକ୍ ଯେଉଁଟା ମନକୁ ଶାନ୍ତ ରଖିବ, ପୁରା ସ୍ଲୋ ମ୍ୟୁଜିକ୍ ଏସବୁ ଶୁଣିବେ। ରାଗ ସମୟରେ ଏସବୁ ଶୁଣିଦେଲେ ଆପଣଙ୍କ ମାଇଣ୍ଡ
ଧୀରେ ଧୀରେ ସ୍ଲୋ ହେଇଯିବ କିମ୍ବା ବାରମ୍ବାର ଉଚ୍ଚାରଣ କରନ୍ତୁ ଓମ୍ 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 ଏମିତି। ଯଦି ପାରିବେ ଶାନ୍ତ ମାନେ କୁଲ୍ ମ୍ୟୁଜିକ୍ ଶୁଣିବେ, ପୁରା ସ୍ମୁଥ୍ ମ୍ୟୁଜିକ୍, ସ୍ଲୋ ମ୍ୟୁଜିକ୍ କିମ୍ବା ଆପଣମାନେ ଓମ୍ ଓମ୍ କହିକି ଉଚ୍ଚାରଣ କରିବେ। ଏମିତି କଲେ ମଧ୍ୟ ରାଗକୁ ଆପଣମାନେ 50%ରୁ 60% ଆପଣମାନେ ନିୟନ୍ତ୍ରଣରେ ରଖିପାରିବେ। ଆପଣମାନେ ଯେତେ ରାଗକୁ ନିୟନ୍ତ୍ରଣରେ ନିଜେ ରଖିବେ ସେତେ ଭଲ। ଆପଣମାନେ ନିଶ୍ଚୟ ଆଗକୁ ସବୁ କ୍ଷେତ୍ରରେ ସଫଳତା ପାଇବେ। କିନ୍ତୁ ଯଦି ଆପଣମାନେ ଟିକେ କଥାରେ ରାଗି ଯାଉଥିବେ ତେବେ ଆପଣମାନଙ୍କର ସବୁ କ୍ଷେତ୍ରରେ ଆପଣମାନେ ଅସଫଳତା ହେବା ପାଇଁ ଏହା ବାଟ କଢେଇ ନେଇଥାଏ। ତ କ୍ରୋଧ ହିଁ ହେଉଛି ମଣିଷର ବଡ଼ ଶତ୍ରୁ। ତ ଏଇସବୁ କଥା ମନେ ରଖିବେ। ଆଉ ଶେଷ ଟିପ୍ସ ଆସନ୍ତୁ କହିଦେବି। ନମ୍ବର 7, ଶେଷ କଥାଟି ସମସ୍ତେ ମନେ ରଖ, ଯେଉଁ ସମୟରେ ଆପଣମାନେ ହଠାତ୍ ଆପଣମାନଙ୍କୁ ରାଗ ଆସିଯାଉଛି ସେ ସମୟରେ ଯାହାକୁ ଦେଖିଲେ ଆପଣମାନଙ୍କୁ ରାଗ ଆସିବ ତାଙ୍କ ଠାରୁ ଟିକେ ଦୂରକୁ ପଳାନ୍ତୁ। ଏବଂ ଯେଉଁ ସ୍ଥାନରେ ରହିଲେ ଏମିତି କିଛି ସିଚୁଏସନ୍ ଥାଏ ସେଇ ସ୍ଥାନରେ ସେଇଠି ରହିଲେ ମଧ୍ୟ ଆପଣଙ୍କୁ ଯଦି ରାଗ ଆସୁଛି ସେଇ ସ୍ଥାନରୁ ଆଉ ସେ ବ୍ୟକ୍ତିଙ୍କ ପାଖରୁ ଯାହାକୁ ଦେଖିଲେ ଆପଣମାନଙ୍କୁ ରାଗ ଲାଗୁଛି ସେଠାରୁ ସାଙ୍ଗେ ସାଙ୍ଗେ ଦୂରକୁ ପଳାନ୍ତୁ। ତ କିଛି ସମୟ ଦୂରକୁ ଯିବା ପରେ ସେମାନଙ୍କଠୁ ଦୂରରେ ରହିବା ପରେ ଆପଣମାନେ ରାଗକୁ କଣ୍ଟ୍ରୋଲ କରିପାରିବେ ଆଉ ଅଧିକ ରାଗ ଆସିବ ନାହିଁ। ଆଶା କରୁଛି ଆପଣମାନଙ୍କୁ ଏଇ ସମସ୍ତ ଟିପ୍ସ ବା 7ଟି ସିକ୍ରେଟ୍ ଟିପ୍ସ ବଢ଼ିଆ ଲାଗିଥିବ। ଆଉ ଆପଣମାନେ ଯଦି ଆପଣଙ୍କର ରାଗ ସମୟରେ ଏଇ 7ଟି ଟିପ୍ସକୁ ଫଲୋ କରିବେ ଆଉ ମାନିବେ ତେବେ ନିହାତି ଆପଣମାନେ ରାଗକୁ କଣ୍ଟ୍ରୋଲ କରିପାରିବେ। ତ ଆଜି ପାଇଁ ଏତିକି। ଆପଣମାନଙ୍କୁ এই ଭିଡ଼ିଓଟି କିପରି ଲାଗିଲା ମୋତେ ନିଶ୍ଚୟ କମେଣ୍ଟରେ କୁହନ୍ତୁ। ଆଉ ଟିପ୍ସ ଗୁଡ଼ିକ ଆପଣମାନେ ଫଲୋ କରିବେ କି ନାହିଁ ସେଟା ମଧ୍ୟ ଜଣାନ୍ତୁ। ଆଉ ଫଲୋ ଯଦି କଲେ ଯେଉଁମାନେ କରିସାରିବା ପରେ ମଧ୍ୟ ମୋତେ ଜଣାନ୍ତୁ ରେଜଲ୍ଟ ଆପଣମାନଙ୍କୁ କେମିତି ମିଳିଲା। ଥ୍ୟାଙ୍କ ୟୁ।